ओम अखंडमंडलाकारं व्याप्तं येन चराचरं तत्पदं दर्शितं येन तस्मै श्रीगुरवे नमः। मन्नाथ श्री जगन्नाथ मद्गुरु श्री जगद्गुरु मदात्मा सर्वभूतात्मा तस्मै श्री गुरवे नमः। आज हूँ पवित्र गुरुवार। सनातनी हिंदू माने यही गुरुवार टिकु से माने गुरुंक उद्देश्य रे पालन करती। आउ कहीं यही बारटी को लक्ष्मी उद्देश्य रे पालन करती। किंतु ज्योतिष शास्त्र रे यही गुरुवार नाम हूँ बृहस्पतिवार। बृहस्पति नाम ज्योतिष माने बा ज्योतिर्विद माने यही आजिर दिनटी को पालन करती। तेबे कथा होची यही पवित्र पीठरे आम अनंत तीर्थरे एठी गृहत्याग दिवस बा आश्रमर उद्घाटन दिवस जो दिन आश्रम आरंभ होइतला से दिनटी गत काली पालन होइतला। आज थिला सेई उत्सवर नगर कीर्तन महोत्सव इत्यादि। तेणु समस्ते जेजा जेजा भाव दर्शन कर फेरिले। एटी गोटे सन्थ कुंभ सम्मेलन आम कर स्वतंत्र भाव आदेश आसीला। स्वतंत्र भाव प्रेरणा आसीला। जड़े व्यक्ति को स्वतंत्र भाव स्वप्न जनइले गोटे डंगा उपरे 3 जन साधु बसिचंती एवं से खाइबा को मागुचंती पूजा मागुचंती। जितेबाला ये कथाटी बलिया शुणिला सेतेबाला मोर मन भितर आसिला जो सन्थ कुंभ सम्मेलन आम करिबा अनंत सरोवर आमर जो अनंत सरोवर से किंतु ये स्वप्नटा आउरी टिके मन भितर बड़ संचार कला। ये होचंती गंगा जमुना सरस्वती। आपण कहिबे 3 जन बाबाजी केमती गंगा जमुना सरस्वती हेले। प्रकृत में गंगा कहले गोटे शक्ति। गंगा कहले गोटे नदी यह नुहे। जमुना गोटे शक्ति। जमुना गोटे नदी नुहे। आमर सरस्वती गोटे नदी सी गोटे जल को आम सरस्वती बोली कहवा उचित नुहे। आम घरे जितेबाला आपण मैंने लक्ष्य रखिथे ब्राह्मण माने बा पूजक माने जितेबाला कलशरे पानी भर्ती करी अंकुश मुद्रा प्रदर्शन करी से माने गंगा को आवाहन करती। सी हूँ तम घर बाड़ी रे थिबा कूओ कि पोखरी कि नदीर जल कौन कहती गंगेश जमुनेशैव
ଗୋଦାବରୀ ସରସ୍ୱତୀ ନର୍ମଦେ ସିନ୍ଧୁ କାବେରୀ ଜଳେସ୍ମିନ୍ ସନ୍ନିଧଂ କୁରୁକ୍ଷେତ୍ର ଗୟା ଗଙ୍ଗା ପ୍ରଭାସ ପୁଷ୍କରାଣି ଏତାନି ପୂର୍ଣ୍ଣତୀର୍ଥାନି ଜଳେସ୍ମିନ୍ ସନ୍ନିଧଂ କୁରୁ। ଗଙ୍ଗା କେଉଁଠି, ଯମୁନା କେଉଁଠି, ଗୋଦାବରୀ କେଉଁଠି, ନର୍ମଦା କେଉଁଠି, ସିନ୍ଧୁ କେଉଁଠି, କାବେରୀ, କିନ୍ତୁ ଗୋଟେ ପାଣି ଢାଳ ଧିଅରେ ଏକ ଅଙ୍କୁଶ ମୁଦ୍ରା, ଏଇଭଳି ଏକ ମୁଦ୍ରା ପ୍ରଦର୍ଶନ କରି ସେ ଜଳକୁ ସେଇ ତୀର୍ଥ ଜଳ ରୂପରେ ବ୍ୟବହାର କରୁଛନ୍ତି। ଏହା ଯଦି ସତ୍ୟ ହେଲା ତାହେଲେ ଗଙ୍ଗା କିଏ? ଗଙ୍ଗା ହେଉଛନ୍ତି ଶକ୍ତି, ଯମୁନା ହେଉଛନ୍ତି ଶକ୍ତି। ଯେଉଁ ଶକ୍ତିପୀଠରେ ଲୀଳା କରିଥିଲେ ପିତାମହ ଭୀଷ୍ମ, ଯେଉଁ ଶକ୍ତିପୀଠରେ ଲୀଳା କରିଥିଲେ ଭଗବାନ କୃଷ୍ଣ ବଳରାମ, ଯମୁନାର ଜଳ ବା ଗଙ୍ଗାର ଜଳ ଥିଲା ଗୋଟିଏ ମାଧ୍ୟମ। ଗଙ୍ଗ କହିଲେ ଗୁରୁ, ଗଣେଶ, ଗୋବିନ୍ଦ। ଗା କହିଲେ ଶରୀର। ଯମୁନା କହିଲେ ଜ୍ୟୋତି। ଜ କହିଲେ ଜ୍ୟୋତି, ଜ କହିଲେ ଯମ ବା ସଂଯମ। ମୁଁ କହିଲେ ଅହଙ୍କାର। ଅହଙ୍କାର କହିଲେ ଏଇ ଯେଉଁ ଆମେ ଯେଉଁ ଭାବରେ ଅହଙ୍କାରକୁ ବୁଝୁଛୁ, ତାରେ ଅହଙ୍କାର କହିଲେ ସୋହମ ତତ୍ଵ। ନା କହିଲେ ନାମ। ସେଇଭଳି ଭାବରେ ସରସ୍ୱତୀ, ସରସ୍ୱତୀ ନଦୀଟି ଗଙ୍ଗା ଯମୁନାଙ୍କ ଭିତରେ କାଳେ ପ୍ରବାହିତ ହେଉଛନ୍ତି, ସେ କଥା ବଳିଆ ଦେଖିନି କି ତାକୁ ଅନୁଭବ ବି କରିନି। କିନ୍ତୁ ଯେତେବେଳେ ମହାଭାରତ ଯୁଦ୍ଧ ହେଉଥିଲା ସେତେବେଳେ ବ୍ୟାସ ସରସ୍ୱତୀ ନଦୀ ତଟରେ ବସି କୃଷ୍ଣାର୍ଜୁନଙ୍କ କଥାକୁ ସଂଗ୍ରହ କରୁଥିଲେ। ଏବେ ବି ସେ ନଦୀ କୁରୁକ୍ଷେତ୍ରରେ ପ୍ରବାହିତ ହେଉଛନ୍ତି, କିନ୍ତୁ ଆମ ଭଳି ଲୋକମାନେ ତାକୁ ପୋତିପାତି କିଏ କୋଠା କଲାଣି, କିଏ ମାନେ ଏମିତି ଅଳିଆ ଭଳିଆ କରିଛନ୍ତି, କିଛି ଜାଗାରେ ବ୍ରାହ୍ମଣମାନେ ବସି ପିଣ୍ଡ ପକାଉଛନ୍ତି। ଏ ହେଉଛି କଥା। ସରସ୍ୱତୀ କହିଲେ ବିଦ୍ୟା, ସରସ୍ୱତୀ କହିଲେ ବିଦ୍ୟା। ବିଦ୍ୟାନାଂ ଅଧ୍ୟାତ୍ମ ବିଦ୍ୟା, ଇଏ ହେଉଛନ୍ତି ସରସ୍ୱତୀ। ବିଦ୍ୟାନାଂ ଅଧ୍ୟାତ୍ମ ବିଦ୍ୟା, ଇଏ ହେଉଛନ୍ତି ଗଣେଶ। ତେଣୁ ପ୍ରତ୍ୟେକ ଜିନିଷର ଗୋଟିଏ ତତ୍ଵ ବି ରହିଛି। ତେଣୁ ଯିଏ ଯେଉଁଭଳି ଭାବରେ ତାକୁ ବିଚାର କରୁଛି। ଆମର ଏଇ ପାଇକାରୀ ନଦୀ, ଯେଉଁ ନଦୀ ତଟରେ ଶିଶୁ ଅନନ୍ତ ଆଶ୍ରମ, ମୁଁ ସ୍ପଷ୍ଟ ଦେଖିଛି ଅନେକ ତୀର୍ଥ ଏଇ ପାଇକା ନଦୀର ଜଳରେ ପ୍ରବାହିତ ହେଲେ, ସବୁ ଆସିକିରି ଏଠି ପଡ଼ିଲେ। ବହୁତ ଦିନର ସ୍ୱପ୍ନ ଇଏ। ସେଇ ପାଇକା ତୀର୍ଥର ତଟରେ ଆମର ଏଇ ଅନନ୍ତଙ୍କର ଆଶ୍ରମ, ବିଶ୍ୱ ଶାନ୍ତି ପାଇଁ ଏଠି ପ୍ରାର୍ଥନା ହୁଏ, ପରର ଉପକାର ପାଇଁ ଏଠି ପ୍ରାର୍ଥନା ହୁଏ। ଏଇସବୁ କାର୍ଯ୍ୟ ଏଠି ମୋଟାମୋଟି ଚାଲେ। ଏଇ ଯେଉଁ ଶ୍ଲୋକଟି ମୁଁ ଗାଇଲି, ମନ୍ନାଥ ଶ୍ରୀ ଜଗନ୍ନାଥ, ତାକୁ ଥରେ ଗୋଟେ ସେକେଣ୍ଡ ଚିନ୍ତା କରନ୍ତୁ। ମନ୍ନାଥ କିଏ? ସେ ଜଗନ୍ନାଥ। ମନ୍ନାଥ କହିଲେ ଆତ୍ମା। ଏଇ ମୋ ଭିତରେ ଥିବା ଆତ୍ମା ହିଁ ଜଗତର ନାଥ ଜଗନ୍ନାଥ। ମନ୍ନାଥ ଜଗନ୍ନାଥ। ମଦ୍ଗୁରୁ ସେ ଜଗତ ଗୁରୁ। ମୁଁ ଯାହାଙ୍କୁ ଗୁରୁ କରିଛି ବା ଗୁରୁ ରୂପରେ ମୁଁ ଯାହାଙ୍କୁ
ମୋ ଜୀବନକୁ ଅର୍ପଣ କରିଛି। ଅର୍ପଣଟା କେହି କରୁନାହାନ୍ତି, ଯେ ଗୋଟା ଖାଲି ଦୀକ୍ଷା ନେଇକିରି ଶିଷ୍ୟ ହେଉଛନ୍ତି। କିନ୍ତୁ ଦୀକ୍ଷା ଅଲଗା, ଅର୍ପଣ ଅଲଗା। ତେବେ ମୋ ଗୁରୁ, ଗୁ କହିଲେ ଗୁଣାତୀତ, ରୁ କହିଲେ ରୂପାତୀତ। ମୋ ଗୁରୁ ହେଉଛନ୍ତି ଜଗତର ଗୁରୁ। ଜଗତ ଗୁରୁ ବୋଲି କୁହାଯାଉଛି ଭଗବାନ କୃଷ୍ଣଙ୍କୁ, ଶଙ୍କରାଚାର୍ଯ୍ୟଙ୍କୁ ଆମେ ଜଗତ ଗୁରୁ ବୋଲି କହୁଛୁ। ଦେବକୀ ପରମାନନ୍ଦ କୃଷ୍ଣଂ ବନ୍ଦେ ଜଗତ ଗୁରୁ ବୋଲି କହୁଛୁ। ମଦ୍ଗୁରୁ ଶ୍ରୀ ଜଗତ ଗୁରୁ। ମଦାତ୍ମା ସର୍ବଭୂତାତ୍ମା। ମୋ ଭିତରେ ଥିବା ଆତ୍ମା, ଆତ୍ମା ଶକ୍ତି ବା ଆତ୍ମଶକ୍ତି, ସର୍ବଭୂତାତ୍ମା, ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ, ଇଏ ପଞ୍ଚମହାଭୂତର ଶକ୍ତି। ତାହେଲେ ନିଜକୁ ପଚାରନ୍ତୁ, ନିଜେ କେତେ ମହାନ? ନିଜେ ନିଜକୁ ସମୀକ୍ଷା କରନ୍ତୁ ଯେ ମଣିଷ, ଅନେକ ଜୀବଜନ୍ତୁ ଏ ପୃଥିବୀରେ ଜନ୍ମ ହୋଇଛନ୍ତି। ଅନେକ ଜନ୍ମ ତପ ଫଳେ ମନୁଷ୍ୟ ଜନ୍ମ ହୋଇଥାଏ। ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ଏଇ କଥାଟିକୁ ଯଦି ଆମେ ଠିକ୍ ଭାବରେ ବୁଝିବା, ତାହେଲେ ଆମେ କହିପାରିବା ସକଳ ତୀର୍ଥ ତୋ ଚରଣେ, ବଦ୍ରିକା ଯିବି କି କାରଣେ। ସେଇ ଲୋକ ହିଁ କହିବ ସକଳ ତୀର୍ଥ ତୋ ଚରଣେ, ବଦ୍ରିକା ଯିବି କି କାରଣେ। ଆଉ ଗୋଟେ ପଦ ଅଛି, ପଦଟି ମନେ ପଡ଼ୁନି, ତେବେ ଯାହା ହଉ, ନିଜକୁ ସମୀକ୍ଷା କର, ବାହ୍ୟକୁ ଦେଖ, କିନ୍ତୁ ନିଜକୁ ସମୀକ୍ଷା କରି ବାହ୍ୟର ତତ୍ତ୍ୱଟାକୁ ଆଗେ ବୁଝ। ସେଥିପାଇଁ କୁହାଗଲା ଅହଂ ବ୍ରହ୍ମାସ୍ମି ଅୟଂ ପରମାତ୍ମା ବ୍ରହ୍ମ ପ୍ରଜ୍ଞାନଂ ଆନନ୍ଦଂ ବ୍ରହ୍ମ ତତ୍ତ୍ୱମସି। ଏସବୁ ମହାନ ମନ୍ତ୍ର, ମହାନ କଥା। କିନ୍ତୁ ଆମ ଭାରତୀୟମାନଙ୍କ ଭିତରେ ଗୋଟେ ଭାବ ପ୍ରବଣତା ଟିକେ ବହୁତ ଦିନରୁ ରହିଯାଇଛି। ତେଣୁ ଭାବ ପ୍ରବଣତା ସହିତ ଭାବକୁ ଟିକେ ମିଶେଇ ଦିଅ। ସେ ଭାବରେ ଜଗତ ଚାଲିଛି, ଭାବ ପ୍ରବଣତାରେ କିଛି ଚାଲିପାରିବନି। ଆଜି ତୁମେ ତ୍ରିବେଣୀ କି କହୁଛ କୁମ୍ଭ ପଇଲା, କାଲି କହିବ ଆଉ କେଉଁଠି କୁମ୍ଭ ପଇଲା। ତ ତ୍ରିବେଣୀ କେଉଁଠି ଅଛନ୍ତି? ତମରି ଭିତରେ ଯେଉଁ ତ୍ରିକୁଟ, ଭୁଲ୍ଲତା ଦ୍ୱୟର ମଧ୍ୟରେ ବିନ୍ଦୁ ରୂପ ବିରାଜିତମ। ପ୍ରତ୍ୟେକ ଦିନ ଏଇ ଲଲାଟ ଚକ୍ରକୁ ଧ୍ୟାନ କରିବା ଅର୍ଥ ତୁମେ ତ୍ରିବେଣୀ ସ୍ନାନ କଲ। ପ୍ରତ୍ୟେକ ଦିନ ନାସାଗ୍ରକୁ ଯଦି ଧ୍ୟାନ କରିବ, ତେବେ ତ୍ରିବେଣୀ ସ୍ନାନ କରିବ। ଦୁଇଟି ନାସାର ପୁଡ଼ା, ମଝିଟି ହେଉଛି ସରସ୍ୱତୀ। ତ୍ରିବେଣୀ କହିଲେ ଆମ ଜୀବନର କର୍ମ, ଜ୍ଞାନ, ଭକ୍ତି। ତେଣୁ କୁମ୍ଭ କହିଲେ ମଙ୍ଗଳର ପ୍ରତୀକ। ଭଗବାନ ଯାହା କରୁଛନ୍ତି ଆମ ମଙ୍ଗଳ ପାଇଁ। ଏସବୁ କଥାକୁ ବୁଝିବାର ଅଛି, ମନେ ରଖିବାର ଅଛି। ତେବେ ତୀର୍ଥ ପର୍ଯ୍ୟଟନ କାହିଁକି କରାଯାଏ? ବିଭିନ୍ନ ଜଳବାୟୁ, ମୁଁ ଯେତିକି ବୁଝିଛି, ବିଭିନ୍ନ ଜଳବାୟୁର ପରିବର୍ତ୍ତନରେ ଦେହ ଭଲ ରୁହେ, ମନ ଭଲ ରୁହେ, ଅନେକ ରୋଗ ହୁଏ ନା। ଏବଂ ତୀର୍ଥ ପର୍ଯ୍ୟଟନରେ ତୁମେ ଘରେ ବସିକିରି ମଧ୍ୟ ସେ ତୀର୍ଥଙ୍କୁ ତୁମେ ସ୍ମରଣ କରି ସେ ତୀର୍ଥର ଶକ୍ତିକୁ ମଧ୍ୟ ତୁମେ ଆହରଣ କରିପାରିବ। ତେଣୁ ଏସବୁ କଥାକୁ
ପ୍ରକୃତରେ କ'ଣ ଆମେ ଜାଣିଛେ ଯେଉଁ କୋଟି କୋଟି ଲୋକ ଆଜି ତ୍ରିବେଣୀ ସଙ୍ଗମରେ ହେଉଛନ୍ତି। ମୁଁ ତ ଥରେ ଯାଇଥିଲି, ଆମର ବି କ୍ୟାମ୍ପ ଗୋଟେ ଜାଗାରେ ପଡ଼ିଥିଲା, ହେଇଗଲୁ ରାତି ପାଇଲେ ସବୁ ରାତି 3ଟାରୁ ଖାଲି ରାମଚରିତ୍ର ମାନସ ପାଠ ହୁଏ, ଇଏ ହୁଏ। କିନ୍ତୁ ମୋତେ ସେସବୁ କଥା ମୁଁ ଆକର୍ଷଣ, ତାକୁ ସବୁ ଅସମ୍ମାନ କରେନା। ମୁଁ ଜଣେ ସନାତନ ହିନ୍ଦୁ, କିନ୍ତୁ ଗୋଟେ ଏଇ ଏଲାହାବାଦ ତ୍ରିବେଣୀରେ ଜଣେ ସାଧୁ ଶୋଇଛନ୍ତି, ତାଙ୍କ ଦେହରେ ଚାଦର ନାହିଁ। ମୁଁ ଚାହା ପିଇବାକୁ ଯାଇଛି, ଚାହାଟା ଗରମ କି ଥଣ୍ଡା ମୋତେ ଲାଗୁନି, ଉପଲବ୍ଧି କରିପାରୁନି। ଫେରି ଆସିଲା ବେଳକୁ ସେ ସାଧୁଙ୍କୁ ଦେଖିଲି, ବସ୍ତ୍ର ଖଣ୍ଡିଏ ମୋ କାନ୍ଧରେ ଥିଲା, ତାଙ୍କୁ ଘୋଡ଼େଇ ଦେଲି। ସେ ହେଉଛି ମୋର ତ୍ରିବେଣୀ, ପ୍ରଥମ ତ୍ରିବେଣୀ ସ୍ନାନ। ଦ୍ୱିତୀୟ ତ୍ରିବେଣୀ ସ୍ନାନ କଲି, ମୁଁ ଜମା ଗାଧେଇନି, ମାନେ ଗଙ୍ଗା ଯମୁନା ମାନେ ବସା ଘରେ ଗାଧେଇଛି, ସେଠି ଗାଧେଇଲି। କାହିଁକିନା ମୁଁ ତ ସବୁଦିନ ଗାଧେଇଲା ବେଳେ ଗଙ୍ଗାକୁ ସ୍ମରଣ କରୁଛି, ଆଉ ସ୍ୱତନ୍ତ୍ର କ'ଣ ଗାଧେଇବି। ଆଉ ଜଣେ ସାଧୁଙ୍କୁ ଅଖା ଭିତରେ ପୁରେଇକିରି ତାଙ୍କ ମୁହଁଟାକୁ ବାନ୍ଧି ଦେଇକିରି ଆମରି କ୍ୟାମ୍ପ ଆଗରେ ପକେଇ ଦେଇ ଯାଇଛନ୍ତି, କିଏ ଗୋଟେ ଥୋଇ ଦେଇ ଯାଇଛନ୍ତି। ଆମେ ଭାବିଲୁ କୁକୁର ଛୁଆ ବୋଧେ କି କ'ଣ। ତାକୁ ଦେଖିଲା ବେଳକୁ ଗୋଟେ ସୁନ୍ଦର ବାବାଜୀ, ତାଙ୍କୁ ଆଣିଲୁ, ଗାଧେଇ ଦେଲୁ, ତାଙ୍କ ଲୁଗାପଟା ସଫା କରିଦେଲୁ, ତିଲକ କରିଦେଲୁ, କିଛି ଖାଇବାକୁ ଦେଲୁ, ଦକ୍ଷିଣା ଦେଲୁ, ଦଣ୍ଡବତ ଦେଲୁ। ଇଏ ହେଲା ଇଏ ହେଲା 2 ନମ୍ବର ତ୍ରିବେଣୀ ସ୍ନାନ। ଆଉ ତୃତୀୟ ନମ୍ବର ସ୍ନାନ ହେଉଛି, ଆମେ ଗୋଟିଏ ବର୍ଷ ଗୋଟିଏ ଧର୍ମଶାଳାରେ ତ୍ରିବେଣୀ ମାନେ ତ୍ରିବେଣୀର କାର୍ଯ୍ୟକ୍ରମ ଧର୍ମଶାଳାରେ, କାହିଁକିନା ପାଲ ଘରେ ରହିବା ସମ୍ଭବ ନୁହେଁ, ଏତେ ଥଣ୍ଡା। ସେଠି ଗୋଟିଏ ଲୋକ ତ୍ରିବେଣୀଙ୍କୁ ଆମେ ପ୍ରତ୍ୟେକ ଦିନ କୀର୍ତ୍ତନ କରୁ। 2 ଜଣ ବାବାଜୀ ମାତାଜୀ ଆଜି ବସିଲେ। କିଏ ବା ଅଛି କେଉଁ ଭାବେ ମୁଁ ବା ଜାଣିବି କେମିତି, ସବୁ ତ ତାଙ୍କରି ନୀଳା। ସିଏ ତାଙ୍କ କ'ଣ ଚୁପଚାପେ କଥା ଉଠାନ୍ତି, ଆମକୁ ଶୁଭୁନଥାଏ। ଜଳଖିଆ ଖାଇଲେ, ଆମକୁ ଜଳଖିଆ ଖାଇଲେ ଯିବେ, ଗଲେନି। ମଧ୍ୟାହ୍ନ ପ୍ରସାଦ ପାଇଲେ, ଆମେ କହିଲୁ ବୋଧେ ଯିବେ ଏଣିକି, ଆଉ ଖାଇସାରିଲେଣି, ଆଉ ତଥାପି ଗଲେନି। ସେମିତି ଗୋଟିଏ ଜାଗାରେ ବସିଥାନ୍ତି। ସନ୍ଧ୍ୟାବେଳେ ଆମେ ଯେତେବେଳେ ପୁଣି ସନ୍ଧ୍ୟା ପ୍ରାର୍ଥନା କରି ତାଙ୍କ ବସିବା ଜାଗାକୁ ଅନେଇଲା ବେଳକୁ ସେ ଆଉ ନାହାନ୍ତି। ଏବଂ ମୁଁ ଟିକେ ଭାବବିହ୍ୱଳ ହେଇ ଚିନ୍ତନ କଲି, ପ୍ରକୃତରେ ସେ କିଏ? ସେ ହେଉଛନ୍ତି ଗଙ୍ଗା ଆଉ ଯମୁନା। ତେଣୁ ଜୀବନରେ ଏସବୁ କଥା ପାଇସାରିଲା ପରେ ବଳିଆକୁ ସମସ୍ତଙ୍କ ବାବା କୁମ୍ଭକୁ ଯିବେନି କି? ମୁଁ ଆମର କୁମ୍ଭ ସରିଯାଇଛି, ଆମର କୁମ୍ଭ ସରିଯାଇଛି, ତମେ ଯିଏ ଯାଉଛ ଯାଅ, କିନ୍ତୁ ବଳିଆକୁ ସେଥିରେ ପୁରାନା। ମନେ କରାଯାଉ ମୁଁ କୁମ୍ଭକୁ ଯଦି ଯାଇଥାନ୍ତି, କ'ଣ କରିଥାନ୍ତି? ଆଉ ଗୋଟେ ସେଇ ହେଲା ନା, ହରିଦ୍ୱାର ଗୋଟେ କୁମ୍ଭ କରିଥିଲି। ବାବାଜୀମାନଙ୍କୁ ଆମେ ସବୁ ପୁରୀ ତରକାରୀ ବାଣ୍ଟିଥିଲୁ। ସେ ଯାହା ହଉ, ଯେ ଏଇ ଯେଉଁ କାର୍ଯ୍ୟ ଯଦି ଜୀବନରେ ଆମେ କରିପାରିବା, ଏଇ ହେବ ତ୍ରିବେଣୀ ତୀର୍ଥ। କର୍ମ ଜ୍ଞାନ ଭକ୍ତି, କର୍ମ ଜ୍ଞାନ ଭକ୍ତିକୁ ଛାଡ଼ିକିରି ଆଉ କୌଣସି ସାଧନା ଏତେ ସଫଳ ହେବନି। ଯଦି କର୍ମ ଜ୍ଞାନ ଭକ୍ତିକି ଆମେ ଠିକ୍ ଭାବରେ ଧରିଥିବା, ତାହେଲେ ଆମେ ପ୍ରାପ୍ତି ହେବା ଜଗନ୍ନାଥଙ୍କର 4 ଦ୍ୱାର, ଧର୍ମ ଅର୍ଥ କାମ ମୋକ୍ଷ। ହଉ, ମନ୍ନାଥ ଶ୍ରୀ ଜଗନ୍ନାଥ, ମଦ୍ଗୁରୁ ଶ୍ରୀ ଜଗଦ୍ଗୁରୁ, ମଦାତ୍ମା ସର୍ବଭୂତାତ୍ମା, ତସ୍ମୈ ଶ୍ରୀ ଗୁରବେ ନମଃ। ମୁଁ ମୋର ଗୁରୁଙ୍କୁ, ସବୁ ଗୁରୁଙ୍କ ରୂପରେ ପ୍ରଣାମ ଜଣାଇ ରହୁଛି। ସମସ୍ତେ ମାନେ ସମସ୍ତେ ଆକୁ ବୁଝ, ମନେ ରଖ ଏବଂ କାର୍ଯ୍ୟରେ ପରିଣତ କର। ଜୟ ଗୁରୁ, ଜୟ ଗୁରୁ।
ନଶ୍ୱର ଦୁନିଆରେ ମଣିଷ ଶୂନ୍ୟ ହସ୍ତରେ ଆସେ, ଆଉ ଶୂନ୍ୟ ହସ୍ତରେ ବି ଫେରିଯାଏ। ତଥାପି ଧନ ଜନ ମାନ ଯଶ ପଛରେ ଦୌଡ଼ି ଅଣନିଶ୍ୱାସୀ ହୋଇ ଲହୁଲୁହାଣ ପରେ ନେଡ଼ିଗୁଡ଼ କହୁଳିରେ ଥିଲାବେଳେ ସେ କହେ, ଭୁଲ ହେଇଗଲା। ସେତେବେଳକୁ ନା ଥାଏ ବୟସ, ନା ଥାଏ ସାମର୍ଥ୍ୟ। ଏଣୁ ବେଳ ହିଁ ଅନ୍ତିମ ସଖା।